ଦଶମ ଗଳ୍ପ ଇତି ଶ୍ରୀମତୀ। ନିତୁନ କେବେ ବିଶ୍ୱାସ କରିନଥିଲା ଇତି ଦିନେ ତା'ର ହାତ ଛାଡ଼ି ଚାଲିଯିବ। ଫେସବୁକ୍ ଖେଳାଉ ଖେଳାଉ ଦେଖିଲା ଇତି ଓ ଗୌତମର ପ୍ରଥମ ବିବାହ ବାର୍ଷିକୀ ଧୁମ୍ଧାମରେ ପାଳିତ ହୋଇଛି। ବାରମ୍ବାର ଭିଡ଼ିଓଟି ଦେଖୁଥାଏ। ତାକୁ କେମିତି କେମିତି ଲାଗୁଥାଏ। ସତରେ ଇଏ କ'ଣ ସେଇ ଇତି ଚୌଧୁରୀ ଯିଏ ଦିନେ ମୋତେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲା? ମୋତେ ଯିଏ କହିଥିଲା, ଶୁଣ ନିତୁନ, ତୁମ ଟିପର ସିନ୍ଦୁର ପିନ୍ଧିଲେ ମୁଁ ଶ୍ରୀମତୀ ହେବି। ତୁମ ବ୍ୟତୀତ କାହାର ସିନ୍ଦୁର ମୋ ମଥାରେ କେବେ ସ୍ଥାନ ପାଇବନି। କିନ୍ତୁ ଏକଥା, ଏ ସଂକଳ୍ପ ତା'ର ଗଲା କୁଆଡ଼େ? ତା ମଥାର ସିନ୍ଦୁର ଟିପା ତ ମୋର ନୁହଁ, ଅନ୍ୟ ଜଣକର। ବାସ୍ତବରେ ପ୍ରେମ ସମ୍ବିଧାନକୁ ଇତି ତନ୍ନ ତନ୍ନ କରି ପଢ଼ିଛି, ବୁଝିପାରିଛି ମଧ୍ୟ। ମନ ବଦଳ କରିବାର ମାନେଟା ସେ ଭଲରେ ଶିଖିପାରିଛି। ତାକୁ ତା'ର କଣ୍ଟାକ୍ଟ ନମ୍ବରରେ ପଚାରନ୍ତି, କିନ୍ତୁ ମୁଁ ନାଚାର। ବର୍ଷକ ପୂର୍ବରୁ ସେ ମୋ ନମ୍ବରକୁ ବ୍ଲକ୍ କରିସାରିଛି। ବାସ୍, ଇତି ଶ୍ରୀମତୀ ଯାହା କରିଦେଲା ମୁଁ ସହ୍ୟ କରିପାରିବି। ହେଲେ ମୋ ବୋଉ, ସିଏ କେବେ ସହ୍ୟ କରିପାରିବ? ଇତି ପ୍ରତି ତା'ର ଏତେ ସ୍ନେହ ବଢ଼ିଯାଇଥିଲା ଯେ ସେ ଇତିର ବିବାହ ଖବର ଜାଣିଲେ ପାଗଳ ହୋଇଯିବ। ବାଧ୍ୟ ହୋଇ ସବୁଠି ଗପିବ ତା'ର ବିରୋଧରେ। କାହିଁକି ନା ଅର୍ଥାଭାବରେ କଲେଜ ପାଠ ଅଧାରୁ ବନ୍ଦ କରିଦେବା ଶୁଣି ସେ ମୋତେ କହିଥିଲା, ନିତୁନ, ତୁ ଚାକିରି କରିଛୁ। ଇତିର ପଢ଼ା ଖର୍ଚ୍ଚ ବହନ କରେ। ସିଏ ଭଲ ପାଠ ପଢ଼ୁଛି। ମୁଁ ଖୁସି ହେଇ ତୋତେ କଥା କହୁଛି। ପଢ଼ିସାରି ନିଶ୍ଚୟ ଚାକିରି କରିବ। ତୁ ଯେମିତି ମୋର ଗୋଟିଏ ପୁତ୍ର, ସିଏ ବି ସେମିତି ତା ମା ବାପାଙ୍କର ଗୋଟିଏ କନ୍ୟା। ତାକୁ ମୁଁ ବୋହୂ କରି ଘରକୁ ଆଣିବି। ଏ ପ୍ରସ୍ତାବରେ ଇତିର ବାପା ମା ବି ମୋତେ ସମ୍ମତି ଦେଇଛନ୍ତି। ଇତି ମଧ୍ୟ ମୋତେ ବାରମ୍ବାର କହିଛି, ତୁମ ଘର ବ୍ୟତୀତ ମୁଁ ଆଉ କାହା ଘରର ବୋହୂ ହେବିନି। କିନ୍ତୁ ଏସବୁ କ'ଣ ଖାଲି ଧୂଆଁ ବାଣ ଥିଲା? ସତରେ ଇତି ଶ୍ରୀମତୀ, ତୁମେ ଯାହା କଲ ତାହା କେତେ ଭୁଲ କେତେ ଠିକ୍ ଏ ସମାଜ କହିବ।